ଏହି ଘଟଣାଟି ଆଜିକୁ ଅନେକ ବର୍ଷ ତଳର କଥା। ଆଜିକା ପରି ସେହି ସମୟରେ କାହା ପାଖକୁ ଯୋଗାଯୋଗ କରିବା ପାଇଁ ଫୋନ ନଥିଲା, ନା ଲୋକମାନେ ବେଶୀ ରାତି ଯାଏଁ ବାହାରେ ବୁଲାବୁଲି କରୁଥିଲେ। ଏହି ଘଟଣାଟି ମୋ ମନରେ ଏମିତି ରହିଯାଇଛି ଯେ ମୁଁ ଚାହିଁଲେ ବି ମୋ ମନରୁ ବାହାର କରିପାରୁନାହିଁ, ନା ମୁଁ ବଞ୍ଚିଥିବା ଯାଏଁ ଏ ଘଟଣା ମୋ ମନରୁ କେବେ ବାହାର କରିପାରିବି। ଘଟଣାଟି ଏହା ଥିଲା କି ମୁଁ ମୋ ଗାଁକୁ ପ୍ରାୟ 3-4 ବର୍ଷ ପରେ ଯିବାକୁ ବାହାରିଲି। ଏହି କଥାରେ ମୁଁ ବହୁତ ଖୁସି ଥିଲି, କାରଣ ମୁଁ ମୋର ପରିବାର ସହିତ ବହୁତ ଜଲ୍ଦି ଦେଖା କରିବି। ମୋର ଗାଁରେ ମୋ ବାପା, ମା, ବୋଉ, ଜେଜେ, ଜେଜେମା ସବୁ ରହୁଥିଲେ। ତାଙ୍କୁ ଦେଖା କରିବାର ଇଚ୍ଛା ମୋ ମନରେ ବହୁତ ଥିଲା। ମୁଁ ଆମ ଗାଁଠୁ ବହୁତ ଦୂରରେ ସହରରେ ରହି ଚାକିରି କରେ। ସେହି ସମୟରେ ଆମ ଗାଁକୁ ଯିବା ପାଇଁ ଏକମାତ୍ର ବସ୍ ଥିଲା ଏବଂ ସେହି ବସ୍ର ନାଁ ଥିଲା ବସୁନ୍ଧରା। ସେହି ବସ୍ଟି ମୁଁ ରହୁଥିବା ନିକଟସ୍ଥ ବସ୍ଷ୍ଟାଣ୍ଡରୁ ସନ୍ଧ୍ୟା 5ଟାରେ ଛାଡ଼େ ଏବଂ ରାତି 10ଟାରେ ଆମ ଗାଁ ଚନ୍ଦନପୁରରେ ଯାଇ ପହଞ୍ଚେ। ତାପରେ ମୁଁ ଗାଁକୁ ଯିବା ପାଇଁ ସଙ୍ଗେ ସଙ୍ଗେ ଜିନିଷପତ୍ର ନେଇ ରେଡି ହେଇଗଲି। ତଥାପି ସେତେବେଳକୁ ଆହୁରି 4-5 ଘଣ୍ଟା ବାକି ଥିଲା ସନ୍ଧ୍ୟା 5ଟା ହେବା ପାଇଁ। ମୋ ପାଖରେ ବହୁତ ସମୟ ଥିଲା ରେଡି ହେବା ପାଇଁ। ସବୁ ପ୍ୟାକ୍ କରିବା ପରେ ସନ୍ଧ୍ୟା 4:30କୁ ବସ୍ଷ୍ଟାଣ୍ଡକୁ ଯାଇ ପହଞ୍ଚିଗଲି। ସେଠି ଯାଇକି ଦେଖିଲି ଆମ ଗାଁକୁ ଯିବା ପାଇଁ ବସ୍ ଛିଡ଼ା ହୋଇଥିଲା। ତାପରେ ମୁଁ ବସ୍ରେ ଚଢ଼ି ଏକ ସିଟ୍ରେ ଯାଇ ବସିଗଲି। ମୁଁ 3 ଦିନ ପୂର୍ବରୁ ହିଁ ଚିଠି ମାଧ୍ୟମରେ ଜଣାଇ ଦେଇଥିଲି କି ଆଜି ମୁଁ ଘରକୁ ଯାଉଛି ଏବଂ ବସ୍ରେ ବସିବା 30 ମିନିଟ୍ ପରେ ବସ୍ ବାହାରିଗଲା ଆମ ଗାଁ ଅଭିମୁଖେ। ସେତେବେଳେ ଶୀତ ଋତୁ ଚାଲୁଥିଲା। ବସ୍ରେ ଯାତ୍ରୀଙ୍କ ସଂଖ୍ୟା ବି ବହୁତ କମ୍ ଥିଲା। ବସ୍ରେ ସବୁ ଲୋକ ନିଜ ନିଜ ଝରକା ବନ୍ଦ କରି ବସିଥିଲେ, କାହିଁକି ନା ବାହାରର ଥଣ୍ଡା ଥଣ୍ଡା ପବନ ଯେମିତି ବସ୍ ଭିତରକୁ ନ ଆସିବ। କିଛି ସମୟ ବସ୍ ଚାଲିଲା ପରେ ରାତି ଧୀରେ ଧୀରେ ବଢ଼ିବାକୁ ଲାଗିଲା ଏବଂ ରାତି ବଢ଼ିବା ସହିତ ଶୀତ ବି ବହୁତ ବଢ଼ିବାକୁ ଲାଗିଲା। ସେତେବେଳେ ରାସ୍ତା ପୁରା ସୁନସାନ ହୋଇସାରିଥିଲା। ସନ୍ଧ୍ୟା 6ଟା, ସତେ ଯେମିତି ରାତି 10ଟା ପରି ଲାଗୁଥିଲା। ଏବେ ବି ମୋତେ ବହୁତ ଲମ୍ବା ଯାତ୍ରା ଅତିକ୍ରମ କରିବାର ଥିଲା, ତେଣୁ ମୁଁ ଚୁପଚାପ ବସ୍ରେ ବସି ରହିଲି। କିଛି ବାଟ ବସ୍ ଗଲା ପରେ ଜଣେ ଯାତ୍ରୀ ବସ୍ରୁ ଓହ୍ଲେଇଲେ। ସେଇଠୁ ଆମ ଗାଁ ମାତ୍ର 9 କିଲୋମିଟର ଥିଲା ଆଉ ବସ୍ରେ ବହୁତ କମ୍ ଯାତ୍ରୀ ଥିଲେ। ଠିକ୍ ସେତିକି ବେଳେ ବହୁତ ଦ୍ରୁତ ଗତିରେ ଯାଉଥିବା ମୋ ବସ୍ ଗୋଟେ ଜାଗାରେ ହଠାତ୍ ରହିଗଲା। ପ୍ରଥମେ ତ ମୁଁ ଭାବିଲି ଡ୍ରାଇଭର କୋଉ ବସ୍ ଷ୍ଟପ୍ରେ ବସ୍କୁ ଛିଡ଼ା କରିଛି, କିନ୍ତୁ ଡ୍ରାଇଭର ଯେତେବେଳେ ବାରମ୍ବାର ବସ୍ ଷ୍ଟାର୍ଟ କରିବା ପରେ ମଧ୍ୟ ବସ୍ ଷ୍ଟାର୍ଟ ହେଲାନି, ସେତେବେଳେ ମୁଁ ଜାଣିପାରିଲି ନିହାତି କିଛି ବସ୍ରେ ପ୍ରୋବ୍ଲେମ୍ ଥିବ। ଯାହାଫଳରେ ମୁଁ ଜୋରରେ ପାଟି କରିକି କଣ୍ଡକ୍ଟରକୁ କହିଲି, କ'ଣ ହେଇଛି କଣ୍ଡକ୍ଟର ଭାଇ, ବସ୍ ଷ୍ଟାର୍ଟ ହେବନି ନା କ'ଣ? ମୋ କଥା ଶୁଣି କଣ୍ଡକ୍ଟର କହିଲା, ଲାଗୁଛି ତ ସେଇଆ ହେଇଥିବ, ରୁହନ୍ତୁ ମୁଁ ଓହ୍ଲେଇକି ଦେଖୁଛି ବସ୍ର କ'ଣ ହୋଇଛି। ତାପରେ କଣ୍ଡକ୍ଟର ବସ୍ରୁ ଓହ୍ଲେଇଲା ଏବଂ କିଛି ସମୟ ଚେକ୍ କରିଲା ପରେ କହିଲା, ଲାଗୁଛି ବସ୍ର ଇଞ୍ଜିନରେ କ'ଣ ପ୍ରୋବ୍ଲେମ୍ ହୋଇଥିବ, ବସ୍ ଆଉ ଆଗକୁ ଯାଇପାରିବନି। କଣ୍ଡକ୍ଟରର ମୁହଁରୁ ଏହା ଶୁଣି ମୁଁ ଚିନ୍ତାରେ ପଡ଼ିଗଲି କି ଏବେ ମୁଁ ଘରକୁ ଯିବି କେମିତି। ଏବେ ବି ମୋ ଗାଁ ଆହୁରି 8-9 କିଲୋମିଟର ବାକି ଥିଲା। ଦେଖୁ ଦେଖୁ ଜଣେ ଜଣେ ଯାତ୍ରୀ ବସ୍ରୁ ଓହ୍ଲେଇବାକୁ ଲାଗିଲେ। ତାଙ୍କ ସହ ମୁଁ ବି ବସ୍ରୁ ଓହ୍ଲେଇଗଲି। ବସ୍ରୁ ଓହ୍ଲେଇ ଯେତେବେଳେ ମୋ ଆଖି ମୋ ହାତରେ ପିନ୍ଧିଥିବା ଘଣ୍ଟାରେ ପଡ଼ିଲା, ସେତେବେଳେ ସମୟ ହୋଇଥିଲା ରାତି 10:30। ମୋତେ ଠିକ୍ ସେ ରାସ୍ତା ବି ଜଣା ନଥିଲା କି ମୁଁ ଚାଲି ଚାଲି ଘରକୁ ପଳେଇବି, କିନ୍ତୁ ମୋତେ ଏତିକି ଜଣାଥିଲା କି ମୋତେ ଆଗକୁ ଯିବାର ଅଛି। ତାପରେ ମୁଁ ଚାଲି ଚାଲି ଆଗକୁ ଯିବାକୁ ଲାଗିଲି। ରାତି ବେଶୀ ହୋଇଯାଇଥିଲା, ସେଥିପାଇଁ ପୁରା ରାସ୍ତା ସୁନସାନ ଥିଲା। ତାପରେ ମୁଁ ଚାଲି ଚାଲି ଆଗକୁ ଯିବାକୁ ଲାଗିଲି। ରାତି ବେଶୀ ହୋଇଯାଇଥିଲା, ସେଥିପାଇଁ ପୁରା ରାସ୍ତା ସୁନସାନ ଥିଲା। ଦୂର ଦୂରାନ୍ତ ଯାଏଁ ମୋତେ ମୋ ଛଡ଼ା କୋଉ ମଣିଷ ଦେଖିବା ଦୂରର କଥା, ଗୋଟେ ପଶୁ ବି ଦେଖାଯାଉନଥିଲା। ରାସ୍ତା ଏତେ ସୁନସାନ ଥିଲା ଯେ ରାସ୍ତାର 2 ପାର୍ଶ୍ୱରେ ଥିବା ବୁଦାମୂଳରୁ ରାତ୍ରି ଚର କୀଟମାନଙ୍କର ଶବ୍ଦ ଆହୁରି ପରିବେଶକୁ ଭୟାନକ କରିଦେଉଥିଲା। ମୋତେ ଲାଗୁଥିଲା ଅନ୍ଧାର ଯେମିତି ସବୁଆଡ଼େ ଘେରିକି ରଖିଛି। ଅନ୍ଧାର ହେଇଥିବାରୁ ମୋତେ ଆଗ ରାସ୍ତା ମଧ୍ୟ ଠିକ୍ ଭାବରେ ଦେଖାଯାଉନଥିଲା। ସିଏ ଯାହା ହେଲେ ବି ମୁଁ ଧୀରେ ଧୀରେ ଆଗକୁ ଯାଉଥିଲି। ସେତିକି ବେଳେ ହଠାତ୍ କେହି ଜଣେ ଆସି ମୋ କାନ୍ଧରେ ହାତ ପକାଇଦେଲା।
ମୁଁ ସଙ୍ଗେ ସଙ୍ଗେ ଚମକି ପଡ଼ିଲି। ମୁଁ ଭାବିଲି ଏତେ ରାତିରେ ଏ ସୁନସାନ ରାସ୍ତାରେ କିଏ ହେଇଥିବ। ମୁଁ ସଙ୍ଗେ ସଙ୍ଗେ ପଛକୁ ଚାହିଁଲି ଆଉ ପଛକୁ ବୁଲି ଦେଖିଲି କି ମୋ ପଛରେ ଜଣେ ମଣିଷ ଛିଡ଼ା ହୋଇଛି। ଏହା ଦେଖି ମୁଁ ତାଙ୍କୁ କହିଲି, କ'ଣ ହେଲା ଭାଇ? ମୁଁ ପଚାରିଲା ପରେ ସେ ବ୍ୟକ୍ତି ଜଣକ କହିଲେ, ତମେ ଚନ୍ଦନପୁର ଗାଁକୁ ଯାଉଛ ନା? ମୁଁ ବି ସେଇଠିକି ଯିବି। ସେ ବ୍ୟକ୍ତି ଜଣକ ମୁହଁରୁ ଏହା ଶୁଣି ମୋ ଚିନ୍ତା ଟିକେ କମ୍ ହୋଇଗଲା। ତାପରେ ମୁଁ ସେ ବ୍ୟକ୍ତି ଜଣଙ୍କୁ କହିଲି, ହଁ ମୁଁ ଚନ୍ଦନପୁର ଗାଁକୁ ହିଁ ଯିବି। ଏହାପରେ ଆମେ ଦୁହେଁ କଥାବାର୍ତ୍ତା ହୋଇ ଆଗକୁ ଯିବାକୁ ଲାଗିଲୁ। ରାସ୍ତାରେ ଯାଉ ଯାଉ ମୁଁ ସେ ବ୍ୟକ୍ତି ଜଣଙ୍କୁ ପଚାରିଲି, ତମେ ଚନ୍ଦନପୁର ଗାଁରେ କୋଉଠି ରହୁଛ? ସେ ବ୍ୟକ୍ତି ଜଣକ କହିଲା, ମୁଁ ଚନ୍ଦନପୁର ଗାଁରେ ନୁହଁ, ଚନ୍ଦନପୁର ଗାଁ ଯିବା ବାଟରେ ବାଁ ପଟରେ ଯୋଉ ମଶାଣି ପଡୁଛି ମୁଁ ସେଇଠି ରହୁଛି। ସେ ବ୍ୟକ୍ତି ଜଣକର ଏହି କଥା ମୋତେ ବହୁତ ଅଜବ ଲାଗିଲା କି ଜଣେ ବ୍ୟକ୍ତି ମଶାଣିରେ କେମିତି ରହିପାରିବ। ସେ ଯାହା ହେଉ, ମୁଁ ଆଉ ସେ କଥାକୁ ଧ୍ୟାନ ନ ଦେଇ ଆଗକୁ ଯିବାକୁ ଲାଗିଲି। ଆଗକୁ ଯିବା ସମୟରେ ମୁଁ ଗୋଟେ କଥାକୁ ଲକ୍ଷ୍ୟ କରିଥିଲି କି ସେ ବ୍ୟକ୍ତି ଜଣକ କିଛି ଅଲଗା ପ୍ରକାର ଚାଲୁଥିଲା। ସେ ବ୍ୟକ୍ତି ଜଣକ ଧୀରେ ଧୀରେ ଚାଲୁଥିଲେ ବି ମୋଠୁ ବାର ବାର ଆଗକୁ ପଳାଉଥିଲା। ସେତେବେଳକୁ ଆମେ ପ୍ରାୟ ଅଧା ବାଟ ଅତିକ୍ରମ କରିସାରିଥିଲୁ। ହଠାତ୍ ସେ ବ୍ୟକ୍ତି ଜଣକ ଅଟକିଗଲା। ତାଙ୍କୁ ଏମିତି ରହିଯିବାର ଦେଖି ମୁଁ ତାଙ୍କୁ ଅଟକିବାର କାରଣ ପଚାରିଲି। ଏହାପରେ ସେ ବ୍ୟକ୍ତି ଜଣକ କହିଲା, ମୋର ମଶାଣି ଆସିଗଲା, ଏବେ ଆଗକୁ ରାସ୍ତା ତମେ ଏକା ଯାଅ। ସେ ବ୍ୟକ୍ତି ଜଣକର ଏତିକି କହିବା ପରେ ମୁଁ ଯେତେବେଳେ ରାସ୍ତାର ସାଇଡକୁ ଦେଖିଲି, ସତରେ ରାସ୍ତାର ବାମ ପାର୍ଶ୍ୱରେ ଏକ ମଶାଣି ଥିଲା। ଏହାପରେ ସେ ବ୍ୟକ୍ତି ଜଣକ ଚାଲିକି ସେ ମଶାଣିର ଭିତରକୁ ପଳେଇଲା। ମୋତେ ବି ଏବେ ଏକା ଘରକୁ ଯିବାର ଥିଲା। ତାପରେ ମୁଁ ଆଉ ସମୟକୁ ଡେରି ନ କରି ଏକା ହିଁ ଘରକୁ ଯିବାକୁ ଲାଗିଲି। ସେତିକି ବେଳେ ଠିକ୍ ମୁଁ 2 ପାଦ ଆଗକୁ ଯାଇଥିଲି କି ନାହିଁ ଜଣା ନାହିଁ ମୋତେ କ'ଣ ହେଲା। ମୋ ମନ ଗୋଟେ ଥର ପଛକୁ ଚାହିଁ ସେ ବ୍ୟକ୍ତି ଜଣକୁ ଦେଖିବାକୁ ଚାହିଁଲା। ତାପରେ ଯେତେବେଳେ ମୁଁ ପଛକୁ ଚାହିଁଲି, ମୋ ହୋସ୍ ପୁରା ଉଡ଼ିଗଲା। କାହିଁକି ନା ମୋ ପଛରେ କେହି ବି ନଥିଲା। ସେ ବ୍ୟକ୍ତି ଏତେ ଶୀଘ୍ର ଗଲା ତ ଗଲା କୁଆଡ଼େ। ସେତେବେଳକୁ ମୋତେ ଜଣା ପଡ଼ିଲା କି କିଛି ନା କିଛି ଗଡ଼ବଡ଼ ଅଛି। ତାପରେ ମୁଁ ଜଲ୍ଦି ଜଲ୍ଦି ପାଦ ପକେଇ ଯିବାକୁ ଲାଗିଲି। ଏହାପରେ କିଛି ବାଟ ଆଗକୁ ଯିବା ପରେ ରାସ୍ତାରେ ଏକ ବ୍ୟକ୍ତି ଛିଡ଼ା ହେବାର ଦେଖିଲି। ମୁଁ ଚାଲିକି ଯେତେବେଳେ ସେ ବ୍ୟକ୍ତି ଜଣକ ପାଖକୁ ଗଲି, ମୁଁ ଦେଖିଲି କି ସେ ବ୍ୟକ୍ତି ଜଣକ ଆଉ କେହି ନୁହଁ, ବରଂ ସେ ମୋ ଜେଜେ ଥିଲେ। ଏତେ ରାତିରେ ଏହି ସୁନସାନ ରାସ୍ତାରେ ଜେଜେଙ୍କୁ ଦେଖିକି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଉ ଯାଇକି ଜେଜେଙ୍କୁ ମୁଁ କହିଲି, ଜେଜେ ତମେ ଏତେ ରାତିରେ ଏଠି କ'ଣ କରୁଛ? ଏହାପରେ ଜେଜେ କହିଲେ, ମୁଁ ତତେ ହିଁ ନେବା ପାଇଁ ଆସିଥିଲି। ତାପରେ ମୁଁ ରାସ୍ତା ସାରା ଯାହା ସବୁ ହୋଇଥିଲା ଜେଜେଙ୍କୁ କହିଲି। ତାପରେ ଜେଜେ କହିଲେ, ସେ ବ୍ୟକ୍ତି ଜଣକ ପ୍ରେତାତ୍ମା ଅଟେ। ଆଜିକୁ କିଛି ଦିନ ପୂର୍ବରୁ ଏହି ରାସ୍ତାରେ ତାର ଦୁର୍ଘଟଣା ହୋଇଥିଲା। ତାପରେ ସବୁଦିନ ରାତିରେ ତା ଆତ୍ମା ଦେଖାଦିଏ। ଜେଜେଙ୍କ କଥା ଶୁଣି ମୋ ଦେହ ଜୋର ଜୋରରେ ଥରିବାକୁ ଲାଗିଲା। କିନ୍ତୁ ମୋତେ ଗୋଟେ କଥା ମୋ ମନରେ ଆସୁଥିଲା, ଜେଜେ କେମିତି ଜାଣିଲେ କି ମୁଁ ଚାଲି ଚାଲି ଆସୁଛି ବୋଲି? ଏହାପରେ ମୁଁ ମନେ ମନେ ଭାବିଲି କି ଘରେ ଯାଇକି ଜେଜେଙ୍କୁ ପଚାରିଦେବି। ତାପରେ ମୁଁ ଆଉ ଜେଜେ ଘର ଆଡ଼କୁ ଯିବାକୁ ଲାଗିଲୁ। କିଛି ବାଟ ଚାଲିଲା ପରେ ଆମେ ଆମ ଗାଁ ଯିବା ରାସ୍ତାରେ ପହଞ୍ଚିଗଲୁ। ଗାଁ ଯିବା ରାସ୍ତା ଆସିବା ପରେ ଜେଜେ କହିଲେ, ସମୀର ତୁ ଘରକୁ ଯା, ମୁଁ ଟିକେ କାମ ସାରି ଆସୁଛି। ଏତିକି କହିଲା ପରେ ଜେଜେ ଅଲଗା ରାସ୍ତାରେ ଯିବାକୁ ଲାଗିଲେ। ତାପରେ ମୁଁ ଚାଲି ଚାଲି ଯାଇ ଆମ ଘର ପାଖରେ ପହଞ୍ଚିଲି। ଘରେ ପହଞ୍ଚିକି ମୁଁ ଦେଖିଲି 3-4 ଜଣ ଲୋକ ଆମ ଘର ବାହାରେ ବସିଥିଲେ। କିନ୍ତୁ ଏତେ ରାତିରେ ମୋ ଘର ସାମ୍ନାରେ ଏତେ ଲୋକ କ'ଣ କରୁଛନ୍ତି? ମୁଁ ଭାବିକି ଚିନ୍ତାରେ ପଡ଼ିଗଲି। ଆଉ ଦୌଡ଼ି ଦୌଡ଼ି ଘର ଭିତରକୁ ଗଲି। ଆଉ ଘର ଭିତରେ ଯାଇ ଯାହା ଦେଖିଲି ସତରେ ଯେପରି ମୋର ହୋସ୍ ଉଡ଼ିଗଲା ପରି ଲାଗିଲା। ମୋର ହାତ ଗୋଡ଼ ଭୟରେ ଥରିବାକୁ ଲାଗିଲା। ମୁଁ ଦେଖିଲି କି ମୋ ଘର ଭିତରେ ଏକ ଶବ ସଜା ହୋଇଥିଲା। ଆଉ ସେ ଶବରେ ଆଉ କେହି ନୁହଁ ବରଂ ମୋ ଜେଜେ ଶୋଇଥିଲେ। ତାପରେ ପଚାରିଲା ପରେ ଜଣା ପଡ଼ିଲା କି ଆଜି ସକାଳେ ବିଲରେ କାମ କରିଲା ବେଳେ ଜେଜେଙ୍କୁ କୋଉ ବିଷଧର ସାପ କାମୁଡ଼ି ଦେଇଥିଲା, ଯାହାଫଳରେ
ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ କିଛି ସମୟ ପୂର୍ବରୁ ଯୋଉ ଜେଜେ ଦେଖା ହୋଇଥିଲେ ସେ ପ୍ରକୃତରେ ଜେଜେ ନଥିଲେ, ବରଂ ସେ ତାଙ୍କର ଆତ୍ମା ଥିଲା, ଯିଏ କେବଳ ମୋତେ ସାହାଯ୍ୟ କରିବା ପାଇଁ ଆସିଥିଲେ।